ବର୍ତ୍ତମାନ ମୁଁ ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଆମ ଗଣରେ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କର ସଂକ୍ଷିପ୍ତ ପରିଚୟ ଦେବି। ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଆମର ଦିଗପହଣ୍ଡିର ବିଧାୟକ ମାନ୍ୟବର ଡକ୍ଟର ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ସାର୍ଙ୍କୁ ମୁଁ ପୁଷ୍ପଗୁଚ୍ଛ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ନାହିଁ ସାର୍ ଫୁଲ ଗଛ ଅଣାଇଛି। ଯେହେତୁ ବର୍ଷା ଦିନ ଚାଲିଛି ଯଦି ଆମ ଗୋଟେ ଗଛ ଗୋଟେ ସାମ୍ପଲିଂ କରିବାକୁ ଏମିତି ଏହାର ବାର୍ତ୍ତା ନେଇକି ସାର୍ଙ୍କ ବିଷୟରେ କ'ଣ ଆଉ କହିବି। ସାର୍ ତ ସିନିତ ଧାରକା ଆମ ସମସ୍ତଙ୍କର ପ୍ରିୟର ମଣିଷ ଆଉ ଆମର ଲୋକକଳା ପାଇଁ ସେ ସଦାସର୍ବଦା ସେ ଯେହେତୁ କଳାକାର ତେଣୁକରି ଆମ ଲୋକକଳାକୁ ମଧ୍ୟ ସେ ଅତିମାତ୍ରାରେ ବହୁତ ଭଲ ପାଆନ୍ତି। ମୁଁ କହି ଦାରିଦ୍ର୍ୟ ବନ୍ଧୁଜନ ସାର୍ ତା ସଙ୍ଗେ ସଙ୍ଗେ ଆମେ ପାଇଛନ୍ତି ଆଉ ଜଣେ ବିଧାୟକ ଯିଏକି ଆମର ସାନ ଖଣ୍ଡର ବିଧାୟକ ଶ୍ରୀଯୁକ୍ତ ମାନ୍ୟବର ରମେଶ ଜେନା ସାର୍ ସେ ମଧ୍ୟ ଆମ ଗହଣରେ ଉପସ୍ଥିତ ଅଛନ୍ତି। ତାଙ୍କର ପରିଚୟ ମୁଁ କ'ଣ କହିବି ଏ ଦିଗପହଣ୍ଡି ମାଟିରେ ତାଙ୍କୁ ପରିଚୟ ଦେବାକୁ ପଡ଼ିଲେ ତାଙ୍କର ପରିଚୟ ସେ ନିଜେ ହିଁ ଗୋଟେ ଜୋରଦାର କରିପାଇ ଦେଇ ଆମେ ସାର୍ଙ୍କୁ ମଧ୍ୟ ସ୍ୱାଗତ ସମର୍ପଣ କରିବା। ସାର୍ଙ୍କୁ ମଧ୍ୟ ଆମେ ପୁଷ୍ପଗୁଚ୍ଛ ଦେଉଛୁ। ଆମେ ଫୁଲ ତୋଡ଼ା ଦେଉନୁ କାହିଁକିନା ଆମେ ଯେତେବେଳେ ପ୍ରୋଗ୍ରାମ ଅର୍ଗାନାଇଜ କରିବା ପାଇଁ NSCକୁ ଯାଇଥିଲୁ ସେଠି ନଟ୍ ସିଙ୍ଗଲ ୟୁଜ୍ ଅଫ୍ ପ୍ଲାଷ୍ଟିକ ପଲିଥିନ୍ ଏରିକା ମୋର ପରମିଶନ ଲେଟର ଗୋଟେ ମିଳିଛି। ତେଣୁକରି ଫୁଲ ତୋଡ଼ା ଯଦି ଆଣିବ ସେଥିରେ ବହୁତ ପ୍ଲାଷ୍ଟିକ ଜରି ସେଗୁଡ଼ା ସବୁ ଲାଗିଥିବ। ସାର୍ ହିଁ ଦେଇଛନ୍ତି ନିଜ ପରମିଶନ ଇଏ ସାର୍ ଦେଇଛନ୍ତି। ତେଣୁ ଏଇଟା ଗଛ ଲାଗିବ ହଁ ସାର୍। ତା ସଙ୍ଗେ ସଙ୍ଗେ ଆମ ଗ୍ରହଣରେ ଅଛନ୍ତି ମାନ୍ୟବର ଚିକଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଧ୍ୟାନ ସାନ୍ତ ସାର୍। ସାର୍ ମଧ୍ୟ ଏ ଦିଗପହଣ୍ଡି ମାଟିରେ ଲୋକକଳା ମହୋତ୍ସବ କିପରି ହେଉଛି ଦେଖିବା ପାଇଁ ସାର୍ଙ୍କର ବହୁତ ଆଗ୍ରହ ଥିଲା। ତେଣୁକରି ସାର୍ଙ୍କୁ ଆମେ ଅତିଥି କରିକି ଡାକିଲୁ। ଆଉ ସେ ମଧ୍ୟ ଆସିବା ପାଇଁ ରାଜ୍ୟ ହେଲେ ଆମର ବହୁତ ବଡ଼ ସୌଭାଗ୍ୟ ଯେ ତିନି ଜଣ MLA ଆଉ ଥରେ ଗଡ଼ଜାତ ଅଞ୍ଚଳରେ ଚିକିଟି ଗୋଟେ ଗଡ଼ ଆମର ବଡ଼ଖେମୁଣ୍ଡି ଯାହା ଦିଗପହଣ୍ଡି ଗୋଟେ ଗଡ଼ ସାନଖେମୁଣ୍ଡି ମଣ୍ଡି ଗୋଟେ ଗଡ଼ ତିନୋଟି ଗଡ଼ଜାତ ଅଞ୍ଚଳରୁ 3 ଜଣ ମାନ୍ୟବର ବିଧାୟକ ଆମ ଗଣରେ ଉପସ୍ଥିତ ଅଛନ୍ତି। ଆମେ ପ୍ରକୃତରେ ଭାଗ୍ୟବାନ। ଆଉ ଆମର ଏଇ ମଞ୍ଚ ଯୋଉ କାର୍ଯ୍ୟକ୍ରମ କରୁଛି ଆମ ଅନୁଷ୍ଠାନର ନାଁ ହେଉଛି ବିଚିତ୍ର ବଙ୍ଗାଳୀ ନାଟ୍ୟ ସଂସଦ। ଆମ ଅନୁଷ୍ଠାନର ନାଁ ଆମେ କରୁଛୁ ଏ ଖେମୁଣ୍ଡି ଲୋକ ମହୋତ୍ସବ ଖେମୁଣ୍ଡି ଲୋକନୃତ୍ୟ ମହୋତ୍ସବ। ତ ଯେହେତୁ ବିଚିତ୍ର ବଙ୍ଗାଳୀ ନାଟ୍ୟ ସଂସଦ ଏ ମଞ୍ଚ ଉପରେ ମଧ୍ୟ ଗୋଟେ ବିଚିତ୍ର ଗୋଟେ ସଙ୍ଗମ ଘଟିଛି ତ୍ରିବେଣୀ ସଙ୍ଗମ ଘଟିଛି ଯାହାକି ଆମେ ବଡ଼ ସୌଭାଗ୍ୟ ମାନେ ଏଭଳି ବ୍ୟକ୍ତିତ୍ୱମାନଙ୍କୁ ଏଭଳି ମଞ୍ଚରେ ଦେଖିବା ଅତ୍ୟନ୍ତ ବିରଳ। ମୁଁ ଯଦି ଅଧିକ ବୋଧେ ମୋତେ କ୍ଷମା କରିବି ସାର୍। ଦିଗପହଣ୍ଡି ସମସ୍ତଙ୍କର ବୋଧେ ଏଇ ମତ ଥିବ ସମସ୍ତ ଜନସାଧାରଣଙ୍କର। ତା ସଙ୍ଗେ ସଙ୍ଗେ ଆମ ଗହଣରେ ଆପଣ ଅଛନ୍ତି ଶ୍ରୀଧର ଦେବ ସାର୍। ସେ ହେଉଛନ୍ତି ଯାହା ମୁଁ ପ୍ରଥମରୁ କହିଛି ଯେ କି ଯାହାଙ୍କର ରାଜଦଣ୍ଡରେ ଆମେ ଏ କାର୍ଯ୍ୟକ୍ରମ କରୁଛନ୍ତି ତାଙ୍କୁ ବା ଛାଡ଼ି ଆମେ କେଉଁ ପ୍ରକାର ଏ କାର୍ଯ୍ୟକ୍ରମ କରିପାରିବା। ବଡ଼ଖେମୁଣ୍ଡିକୁ ଯେ ସେ ବିଜୟନଗରରୁ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ ଯାହା ଯାତାୟାତ ଦୃଷ୍ଟିରୁ ସୁବିଧା ହେବ ଏବଂ ସବୁ ଦୃଷ୍ଟିରୁ ସୁବିଧା ବୋଲି କେତେ ମାତ୍ରାରେ ଦୂରଦୃଷ୍ଟି ରଖିଥିଲେ ଯେ ବଡ଼ଖେମୁଣ୍ଡିର ରାଜ୍ୟକୁ ଆଣି ଦିଗପହଣ୍ଡିରେ ସେ ସ୍ଥାପନ କରିଥିଲେ ତାଙ୍କର ପୂର୍ବପୁରୁଷମାନେ। ଧନ୍ୟବାଦ ସାର୍। ତା ସଙ୍ଗେ ସଙ୍ଗେ ଆମ ଗଣରେ ଅଛନ୍ତି ଆମର NSCର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ ପଣ୍ଡା ସାର୍। ତାଙ୍କୁ ମଧ୍ୟ ଆମେ ସମ୍ବୋଧିତ କରିବା ଏ ମଞ୍ଚରେ ସ୍ୱାଗତ କରିବା। ମୁଁ ଆମ ଭଲେଣ୍ଟିୟରମାନଙ୍କୁ କହୁଛି ଶୀଘ୍ର ସେ ତାଙ୍କୁ ସ୍ୱାଗତ କରିବି। ତା ସଙ୍ଗେ ସଙ୍ଗେ ଆମ ଗହଣରେ ଅଛନ୍ତି ଜଣେ ବରିଷ୍ଠ ସାମ୍ବାଦିକ ତାଙ୍କୁ ମଧ୍ୟ ଆମେ ଏଠାରେ ସମ୍ବୋଧନ କରିବା ପାଇଁ ଆମେ ଏଠାରେ ମୁଁ ଆମ ଭଲେଣ୍ଟିୟରମାନଙ୍କୁ ନିବେଦନ କରୁଛି। ଶ୍ରୀଯୁକ୍ତ ପ୍ରକାଶ ପଟ୍ଟନାୟକ କଳିଙ୍ଗ TV ଦକ୍ଷିଣ ଓଡ଼ିଶାର ମୁଖ୍ୟ। ଗୋଟେ ବଢ଼ିଆ ଜିନିଷ ମୁଁ ତାଙ୍କ ବିଷୟରେ କହିବି ମାନେ ମୁଁ ଗର୍ବ କରି କହୁଛି ଦିଗପହଣ୍ଡି ମାଟି ପାଇଁ। କାଲି ଯେମିତି ଆମର ମନ ଶତପଥୀ ସାର୍ କହୁଥିଲେ ଯେ ଆମର ଗଞ୍ଜାମ ଜିଲ୍ଲାରୁ ମୋଟ 4 ଜଣଙ୍କୁ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ମିଳିଛି ଯେଉଁ ଭିତରେ ଆମେ 2 ଜଣ ଏଠି ଅଛୁ ବର୍ତ୍ତମାନ। ପ୍ରଥମ ହେଉଛନ୍ତି ବୃନ୍ଦାବନ ଜେନା ସାର୍, ଦ୍ୱିତୀୟ ହେଉଛନ୍ତି ଆମର ଭାଇ ଆଉ ତୃତୀୟ ବ୍ୟକ୍ତି ହେଉଛନ୍ତି ସନ୍ତୋଷ ରଣା ଏବଂ ଚତୁର୍ଥ ବ୍ୟକ୍ତି ହେଉଛି ସୌଭାଗ୍ୟବଶତଃ ମୁଁ ଦିଗପହଣ୍ଡିକି ଆସିଛି। ସେ ସେଣ୍ଟ୍ରାଲ ସଂଗୀତନାଟକ ଏକାଡେମୀର ବିସ୍ମିଲ୍ଲା ଉସ୍ତାଦ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ଯେଉଁମାନେ କି କଳାକାର କ୍ଷେତ୍ରରେ ସେମାନେ ଅଧିକ ଅବଦାନ କରିଥିଲେ ସେମାନଙ୍କୁ ଯେତେବେଳେ ଦିଲ୍ଲୀରେ ଏହି ପୁରସ୍କାର ଏଇ ବର୍ଷ ମୋତେ ପ୍ରାପ୍ତ ହୋଇଥିଲା। ଭାଇ ଯେତେବେଳେ ଜାଣିଥିଲେ ଆମେ ଯେତେବେଳେ ଟ୍ରେନ୍ରୁ ଆସିକି ଓହ୍ଲେଇଥିଲୁ ହଠାତ୍ ସେ ଆମର ଇଣ୍ଟରଭ୍ୟୁ ନେବା ପାଇଁ ସେ ଜଣେ ମାତ୍ର ବ୍ୟକ୍ତି ପୁରା ବ୍ରହ୍ମପୁର ସେ ଆସିଥିଲେ। ତେଣୁକରି ଆମେ ଭାବୁଛୁ ସେ ହେଉଛନ୍ତି କଳାପ୍ରାଣ ବ୍ୟକ୍ତି। ହଁ ହଁ
तो अविनाश मिश्र सर ताको मध्य आमे फूल गछ आउ उपहार सम्बोधित करवा आम गहणार अच्छा श्रीयुक्त कृष्णचंद्र निशांक सर जे कि प्राक्तन उपनिर्देशक संस्कृति विभाग जहां प्रत्यक्ष तत्वावधान में आज कार्यक्रम एठारे आयोजित होछि ए कार्यक्रम आज कार्यक्रम रूपरेख किपरि हो जेतु दिदिनी आमर दुईटी कर्मशाला है प्रथम दिन प्रहलाद नाटक और द्वितीय दिन भारत लीलार कर्मशाला और पर विभिन्न प्रकार लोकनृत्य मैंने मंच उपर परिवेशन कले और विभिन्न लोकनृत्य गुरु सहित अन्य कला क्षेत्र गुरुजन जो संबर्धित हे एठारे प्रतिभा ये संपूर्ण कार्यक्रम रूपरेख थिला हमर निशांत सर संगे संगे आम गहणार उपस्थित अच्छा आम एनएससी समस्त काउंसिलर मान समस्त आम देदेवा जी कि दीपक अच्छे मोर क्लासमेट आम नीलमाधव भाई पाखे सुनील पंडा भाई अच्छा पाखे मैडम अच्छा आम समस्त वार्ड काउंसिलर मान आम संबोधित करवा समस्त भलंटियर मैंने लग जाते जो भलंटियर मैंने तले भी अच्छे आसिया से गछर ना हूँ सुगंधिराज सुगंधिराज से फूल गछर ना हूँ सुगंधिराज तार फल व्हाइट कलर फूल फुटे मल्ली फूल छोटा और बड़ एत बड़ फूल फुटो एत बासना गोटे फूल फुटू जब शह शह फूल फुटला बासना जब देशीटा है और अधिक बासना हाइब्रिड है तो कम बासना और पुनः आम गणे आउ जड़े अतिथि अच्छा से श्रीजुक्त संतोष कुमार पाणी महाशय जे कि उपसभापति जिला कला संस्कृति संघ गंजाम से होते प्रसिद्ध भारत लीलार गुरु आम जड़े भारत लीलार गुरु को ये आम मंच उपर रखीचु जेहेतु यहाँ हूँ लोककला महोत्सव ये लोककला महोत्सव जड़े गुरु भारत लीलार गुरु ही रहा सह बर्तमान अच्छा तो ये संक्षिप्त आम अतिथि मान परिचय प्रदान बर्तमान आमर गणेश उपस्थित अच्छा पुरेश पंडा महोदय विशिष्ट आईनजीवी और संस्कृति संगठक संबर्धना करेंगे तार संगे संगे बर्तमान ये जो गुरु दायित्व एत बड़ व्यक्तित्व मैंने अच्छा होस्ट कर भावुँ मोर बयस कम ही तेणुक मुझे पुरेश पंडा सार अनुरोध कर संबर्धित होगा सहित आगामी मंच परिचालना कार्यक्रम से ही संभाल जोरदार करताली है जो ଏଥିପାଇଁ
ପରିବେଷଣ ସହିତ କର୍ମଶାଳା, ପରିବେଷଣ ବେଶିତ କର୍ମଶାଳା ହେଇଥିଲା। ଏପଟେ ପରିବେଷଣ ହେଉଛି, ଏପଟେ କର୍ମଶାଳା ହେଉଛି, ଗବେଷକମାନେ ଅଧ୍ୟୟନ କରୁଛନ୍ତି, ରୋଲ୍ କରୁଛନ୍ତି। ସେଇ ଭିତରେ ଆମର ହେଇଥିଲା ପ୍ରଥମ ଥର ପାଇଁ ଏଇଭଳି ଦୁଇଟି ମାନେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସୌଭାଗ୍ୟବଶ ଦୁଇଟି କର୍ମଶାଳା ସଫଳତାର ସହିତ ସମାପନ ହୋଇଛି। ଆଉ ଦ୍ୱିତୀୟ ଜିନିଷ ମୁଁ ସାର୍ ଏଠି ଆପଣଙ୍କୁ କହିବି, ଏହି ଅଞ୍ଚଳ ଦିଗପହଣ୍ଡି ଅଞ୍ଚଳ ପ୍ରାୟ ଅନେକ କଳାରେ ସମୃଦ୍ଧ ଅଛି। ଏଇଠି ଅଛି ଆପଣଙ୍କର ଦାସକାଠିଆ, ନାରୀ ଗାଁର ଜଣେ ଗୁରୁ ଏଠି ବସିଛନ୍ତି ବିପିନ ଦାସ। ଦାସକାଠିଆ ନାରୀ ଗାଁରେ ପ୍ରାୟ ପ୍ରତ୍ୟେକ ଘରେ ଘରେ ନାରୀ ଗାଁରେ ଦାସକାଠିଆ ଥିଲା। କହୁଛନ୍ତି ସୁରେଶ ବାବୁ 22 ଦଳ ଥିଲା। ଏମିତି ଗୋଟେ ଗାଁ ନାହିଁ ସେଠି ସେ ପ୍ରତି ଘରେ ପ୍ରାୟ ଦାସକାଠିଆ ଥିଲା। ମୁଁ ଚାହୁଁଥିଲି କିଛି ଦିନ ତଳେ ଆମେ ଆଲୋଚନା କରୁଥିଲୁ ଯେ ସେ ଗାଁକୁ ଦାସକାଠିଆ ଗ୍ରାମରେ ନାମିତ କରିବା। ସେଇଠି କେବଳ ଏଇ ଅଞ୍ଚଳରେ କେବଳ ଦାସକାଠିଆ ନାହିଁ, ପ୍ରହ୍ଲାଦ ନାଟକ ଅଛି। ପ୍ରହ୍ଲାଦ ନାଟକର ବରିଷ୍ଠ ଗୁରୁ ଏଇ ଅଞ୍ଚଳରେ, ଏମିତି ଅଞ୍ଚଳ କହିଲେ ସବୁ ଅଞ୍ଚଳରେ ଏଇ ଅଞ୍ଚଳରେ ପ୍ରସିଦ୍ଧ ଗୁରୁ ହିମାଚଳ ପାତ୍ର 98 ବର୍ଷ ବୟସ୍କରେ ଆମ ପାଖରେ ବସିଛନ୍ତି ଏଇଠି। ଏହି ଅଞ୍ଚଳରେ ଥିଲେ ଗୁରୁ ଅର୍ଜୁନ ପାଣି ଦେବୀ, ଯିଏ 101 ବର୍ଷରେ ତାଙ୍କର ଦେହାନ୍ତ ହୋଇଥିଲା। ଏହି ଅଞ୍ଚଳରେ ଆମର ଲଡ଼ୁ ବେହେରା ଥିଲେ। ଏହି ଅଞ୍ଚଳରେ ବହୁତ ପ୍ରହ୍ଲାଦ ନାଟକ ଦଳ ଥିଲେ। ଆଜି ଆସିବାର ଥିଲା ବିପ୍ଳବ କରିଥିଲେ, ଆସିପାରି ନାହାନ୍ତି। ଏହି ଅଞ୍ଚଳରେ ବହୁତ ପ୍ରହ୍ଲାଦ ନାଟକର ବିପ୍ଳବ କଳାକାରମାନେ ଅଛନ୍ତି। ତା ଛଡ଼ା ଏଇଠି ମଧ୍ୟ ଅଛି ଆପଣଙ୍କର ଭାରତ ଲୀଳା ଅଛି, ଯେଉଁଥିରେ ଆମର ଗୁରୁ ପଛପଟେ ଆମର ବସିଛନ୍ତି ଶ୍ରୀଯୁକ୍ତ ପାଢ଼ୀ ଏବଂ ଅନ୍ୟ ବହୁତ ଭାରତ ଲୀଳା କଳାକାର ମଧ୍ୟ ଏହି ଅଞ୍ଚଳରେ ଅଛନ୍ତି। ପଶୁପକ୍ଷୀ ନୃତ୍ୟ, ଓଡ଼ିଶୀ ନୃତ୍ୟ, ଏମିତି ଅନେକ ପ୍ରକାର ଲୋକନାଟକ ଏହି ଅଞ୍ଚଳରେ ଅଛି। ତେଣୁ ମାନ୍ୟବର ବିଧାୟକ ଆଉ ଗୋଟେ ପ୍ରସିଦ୍ଧ ଥିଲା, ଆଉ ଗୋଟେ ପ୍ରସିଦ୍ଧ ନୃତ୍ୟ ଯେଉଁଟାକି ଏକମାତ୍ର ନୃତ୍ୟରେ ଡ୍ୟାନ୍ସ ଯାହାକୁ କହିବା, ଲୁପ୍ତପ୍ରାୟ ଡ୍ୟାନ୍ସ ଯାହାକୁ କହିବା, ହଜିଯାଉଥିବା ଏକ ନୃତ୍ୟ, ସେଇଟା ହେଉଛି ଆମର ଢୁମ୍ପା ନୃତ୍ୟ। କେବଳ ଓଡ଼ିଶାରେ ବୋଧେ ଗୋଟେ କି ଦୁଇଟା ଅଛି, ଏଇଠି ଗୋଟେ ଅଛି ଆଉ ନୟାଗଡ଼ରେ ଅଛି। ଦୁଇଟା ଜାଗାରେ ହିଁ ସେ ନୃତ୍ୟ ଅଛି ଏବଂ ଏଇ ଢୁମ୍ପା ନୃତ୍ୟ ମଧ୍ୟ ଏଇଠି ଅଛି। ତେଣୁ ଏହି ଆପଣମାନେ ସମସ୍ତଙ୍କୁ ଅନୁରୋଧ କରିବି, ଏହି ଅଞ୍ଚଳକୁ ଗୋଟେ ସ୍ୱତନ୍ତ୍ର ଲୋକନାଟକର ଅଞ୍ଚଳ ବୋଲି ସରକାରଙ୍କ ତରଫରୁ ତାକୁ ଡିକ୍ଲେୟାର କରାଯାଉ, ଯାହାଫଳରେ ଏତେ ଗୁଡ଼ିଏ ନାଟ ଅଛି, ଆମେ କିଛି ଅନୁଷ୍ଠାନ ଏଠି କରିପାରିବା। ତୃତୀୟ ଜିନିଷ ମୁଁ ଟିକେ କହିବି, ବେଶୀ ନୁହଁ। ବର୍ତ୍ତମାନ ଯେଉଁ କାର୍ଯ୍ୟକ୍ରମ ଦେଖୁଛନ୍ତି, ଏହା ବିଚିତ୍ର ବଙ୍ଗାଳୀର ଏକ ଅଭିନବ ଚିନ୍ତାଧାରା ଥିଲା। ଆମେ ସବୁ ସାହାଯ୍ୟ କରିଛୁ କହିବା କଥା, କିନ୍ତୁ ବିଚିତ୍ର ବଙ୍ଗାଳୀ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ଆୟୋଜନ କରିଛୁ। ବିଚିତ୍ର ବଙ୍ଗାଳୀ ସେ କହୁଥିଲେ ଆଲୋକ ବାବୁ ଯାହାର ମୁଖ୍ୟ, ସେ କହୁଥିଲେ 15 ବର୍ଷ ହେଲା, କିନ୍ତୁ କିଛି ବର୍ଷ ପୂର୍ବରୁ ସେମାନେ ଏତେ ଆକ୍ଟିଭଲି କାମ କରୁଛନ୍ତି। ଏମିତି ଗୋଟେ ଅନୁଷ୍ଠାନ, କେବଳ ସେ ନୃତ୍ୟ ଅନୁଷ୍ଠାନ ତାହା ନୁହଁ, ସେ ଏକ ନୃତ୍ୟର ଶିକ୍ଷା ଅନୁଷ୍ଠାନ, ଟ୍ରେନିଂ ସେଣ୍ଟର, ବହୁତ ଗୁଡ଼ିଏ ଯୁବ କଳାକାରମାନଙ୍କୁ ଏ ଅନୁଷ୍ଠାନ ଲୋକମାନଙ୍କୁ ଆଣିଛି। ଆଜି ଯେଉଁ ପ୍ରହ୍ଲାଦ ନାଟକ ଦେଖୁଥିଲେ ସୁନ୍ଦର ଭାବରେ, କାଲି ପ୍ରହ୍ଲାଦ ନାଟକରେ ବହୁତ ନାଟକ ଆସିଥିଲେ, ଗଞ୍ଜାମ ଜିଲ୍ଲାରେ ବହୁତ ଜାଗାରେ ଅଛି। କିନ୍ତୁ ଏଇଭଳି ବେଶଭୂଷା, ଏଇଭଳି ନୂତନ ଢଙ୍ଗର ସଂସ୍କାରିତ ନାଟକ ବହୁତ କମ୍ ଅଛି। ତେଣୁ ଏଇ ଯେଉଁ ନୂତନ ନାଟକକୁ ମଧ୍ୟ ସୁନ୍ଦର ରୂପ ଦେଇଛନ୍ତି ଏଇ ବିଚିତ୍ର ବଙ୍ଗାଳୀ ନାଟ୍ୟ ସଂସ୍ଥା ଏବଂ
आज दुर्गपहंडी बजार छकरे राजदाण्डे खेमुंडी लोक महोत्सव 2025 एक दुई दुई दिन धरी जगन्नाथ कृपारे आज सुरुखुरी आज सफल हो चलती। आज कार्यक्रम मंच में बसी समस्त मंचासीन अतिथि बरेण्य अतिथि समस्त परिचय कहवा समय सापेक्ष होकर समस्त ए खेमुंडी अंचल आज सभामंच समस्ते आम करताड़ी दे बहु संख्यार करताड़ी दे आम अभिनंदन जनाइबा। जदि माँ मैंने थे समस्ते हुड़हुड़ी दिंतु समस्ते आज हुड़हुड़ी करताड़ी दे आम अभिनंदन जनाइबा। आज दुई दिन धरी